एकदा प्रदोष समय कार्यालय मु चौकी रे बसी मेज उपर थिबा संगणकरे मोर कार्य करुथिली। पाखरे थिबा बेतार यंत्रटीकू टिके लगेइछि त मोर गुमास्ता आसी मते कहिला, महाशय एक नूतन स्थान को ग्रस्त करिबार जो योजना थिला तो यहाँ पर तो निशिर आगमन हेब। निशी समय से स्थान को जीवाटा कौन से भूत प्रेत थे? हाँ यही कथा कौच तो? अरे ये सब हूँ आम मनर भ्रम, बुझिल? जुग केते आगे लानी। ना ना महाशय कथार को हसर से जगह भल नुहे। अरे अरे जी भी थी जो मृतात्मा अपेक्षा कर मते मोर बार्तालाप हम सी जहाँ मनरे थी सी कह से कौन अच्छी। हौ महाशय आपन किए बुझेब? आपण तो नछड़ बंधा, आपन तो बुझेबा संभव नुहे ना। आपरे मु मोर जानवाहन टी चलाई धीरे धीरे अग्रसर हो चली। जानवाहन टी चलाई सेमती खूब जोरे चलुथिबा जानवाहन टी एक विकृत स्वर करी रही जाइथिला। तत्सहित बक्ष देशे थिबा हृत्पिंडरे मोर खेली जाइथिला भयंकर कंपन। ठीक जेपरी अटबीरे बाघ्रर गर्जन शुणी अन्य पाशव माने थरी उठंती। मु जानवाहनर फाटक बाटे देखिली चतुर्दिग घोर तमसा घोटाई निरत माड़ी आसिलानी। मु बाहर को आसी गाड़ीटी को गड़े कि नहीं टिके दूर रे रखिली ओ एणे तेणे चाही एक भंगा घर भितर को पशिगली। मु तापरे सेतबेलकू समीर सुसु हेई माड़ी आसिलानी। घन मध्य अर्णवहर गर्जन करी खूब जोरे माड़ी आसुथाए। चपला एपरी चमक खेल दौथाए, लगुथाए जेपरी सतेअबा तार सेई हुतासनरे धरणीर समस्त जिनस को जाली पड़ी पाउंस करी दब सी। असनी एपरी गर्जन करुथाए सतेअबा दानवर अटहास्य परी, जहाँकि से परिवेश को खूब भयंकर कर दौथिला। मु चारिआड़ को देखिली छिंडा मसिना जादू बजे कतरा कोकेई कटोरी थाल ओ आखपाखे पड़ीला एक छिंडा समार्जनी टाइप एमती केते केते जिनिस भंगा हांडी एसबू पड़ीला। मु जानी यह हूँ एक संसान। तथापि कौन करा जीवो अकाले नियम नास्ति ना। मु से श्मशान भितर थिबा भंगा घरे मु सेमती रही थाए। मु देखिली मोठू डाहाण पटे एक जुईटे जलुथिला। अवश्य अल्प समय परे माने अल्प समय पूर्वे एठारे एक पार्थिव शरीर बोधे दाह संस्कार करा जाइछि, कारण जुई जलिबा शेष भागरे पहुंच जाइतिला। मते लागिला जुई रे जलुथिबा से शबटी पुनर्बार उठी बसिला। हाथ धरी मते डाकुथिला। मुरुकी मुरुकी हसुथिला से बड़ा भयंकर थिला से हस। खूब भयंकर सुनिथिला श्रोगाळर रडी।
ମୁଁ ସେମିତି ଚାହିଁ ରହିଥିଲି ଆଗନ୍ତୁକ ବିଚିତ୍ର ଦୃଶ୍ୟର ଦର୍ଶନ କରିବା ପାଇଁ। ମୁଁ ଦେଖିଲି ଏକ ଶାଗୁଣାଟିଏ ଆସିଲା, ସେଇ ଶବ ପାଖରେ ମୁହଁ ଲଗାଇଲା, କ'ଣ ସବୁ ଚୋବାଇ କରି ଖାଇଲା। ଆଶ୍ଚର୍ଯ୍ୟର କଥା, ଇଏ ତ ଜୁଇରେ ଜଳି ସାରିଛି, ପୁଣି ଏ ଶବଟି ଉଠି ବସିଲା, ପୁଣି ଶାଗୁଣା ଆସି ତାକୁ ଖାଇଲା। ଇଏ କ'ଣ ସବୁ? ଆପରେ ମୁଁ ସେମିତି ଚାହିଁଥାଏ। ଆପରର ଦୃଶ୍ୟ ଥିଲା ଆହୁରି ଭୟଙ୍କର। ଏକ ଶୃଗାଳଟି ଆସିଲା, ସେ ଶବର ଅସ୍ଥି ସବୁ ଚୋବାଇବାକୁ ଲାଗିଲା। ମତେ ଲାଗିଲା ସେ ଶବଟି ଯେମିତି ମୋ ଆଡ଼କୁ ଚାହିଁଛି। ମୁଁ ଟିକେ ଟିକେ ପାଦ ପକେଇ ଚାଲିବାକୁ ଲାଗିଲି। ଗୋଟେ ଗାତ, ଶ୍ମଶାନରେ ଥିବା ସେଇ ଘର ମଝିରେ ଥିଲା ଏକ ଗାତ। ସେ ଗାତ ଭିତରେ ମୋ ଗୋଡ଼ ପଶି ଯାଇଥିଲା। ମୁଁ ତଳେ ବସି ପଡ଼ି ମୋ ଗୋଡ଼କୁ ବାହାର କରିବାକୁ ଚେଷ୍ଟା କଲି। କିଏ ଧରୁଛ? ଆରେ କିଏ ମୋ ଗୋଡ଼ ଧରୁଛ? ଛାଡ଼ ଛାଡ଼। ମୋ ଗୋଡ଼ କିଏ ଜଣେ ମାଡ଼ି ବସି ଧରିଥିଲା। ବହୁ କଷ୍ଟରେ ଗୋଡ଼ ମୋର ଛଡ଼େଇ ଆଣିଲି। ମତେ ଲାଗିଲା ସେ ଘର ଭିତରେ କିଏ ଜଣେ ଚାଲିବାର। ଏଥର ସେ ଚାଲିବାଟା ବହୁ ଜୋର ଶୁଣାଗଲା, କିନ୍ତୁ ଆଶ୍ଚର୍ଯ୍ୟର କଥା, ଏଠି ତ କେହି ନାହାନ୍ତି। କାହାର ଚରଣ ଶବ୍ଦ ଯାହା ମତେ ବିସ୍ମୟ କରିଦେଉଛି। ଆପଣମାନେ ନିଜେ ଚିନ୍ତା କରନ୍ତୁ, ଆପଣ ଏକାକୀ ଥିବେ ଆଉ କାହାର ପାଦ ଶବ୍ଦ ଶୁଭାଯିବ, ଆପଣମାନେ କ'ଣ ଭାବିବେ? ଡରିଯିବେ ନା ସତରେ କିଏ ବୋଲି ଜାଣିବା ପାଇଁ ଏଣେ ତେଣେ ଦୃଷ୍ଟି ପକେଇବେ? ମୁଁ ସେମିତି ଚାହିଁଥାଏ। ଆଜି ଏ ବର୍ଷା ପାଗରେ ବି ସୁଦ୍ଧା ମୋ ସାରା କାୟାରୁ ଗମ୍ ଗମ୍ ହେଇ ଝାଳ ନିଗ୍ରତ ହେଉଥିଲା। ପୁଣି ମୁଁ ଚାହିଁ ରହିଥାଏ। ଆଉ ତ ସେ ପାଦ ଶବ୍ଦ ନାହିଁ। ଯାହା ଶୁଣିଲି ସତ ନା ଏସବୁ ମୋ ମନର ଭ୍ରମ? ତାପରେ ମୁଁ ଏକ ଭଙ୍ଗା ଖଟ ଉପରେ ବସି ପଡ଼ିଲି। ମତେ ଲାଗିଲା ମୋ ପଛପଟେ ଯେପରି କିଏ ବସିଛି। ବୁଲି ପଡ଼ି ଚାହିଁକି ଦେଖେ ତ କାଇଁ ଏଠି ତ କେହି ନାହାନ୍ତି। ତେବେ ବସିଲା ପରି ଲାଗିଲା। କିଏ ସେ? ମତେ ଲାଗିଲା ଖଟ ତଳେ ଯେପରି କିଏ ଅଛି, କାରଣ ଖଟ ତଳୁ ଗୋଟେ ଆବାଜ ଆସୁଥିଲା। ମୁଁ ଖଟ ତଳକୁ ଚାହିଁ ଦେଇ ଦେଖେ ତ ବସିଥିଲା ଚୁଟି ମୁକୁଳା କରି କେହି ଜଣେ। ବଡ଼ ଭୟଙ୍କର ଦେଖାଯାଉଥିଲା ତାର ସେଇ କଦାକାର ମୁଖ। ତାପରେ ଏକ କଙ୍କାଳଟିଏ ସେ ଘର ଭିତରେ ବୁଲିଲା। ବଡ଼ ବିଚିତ୍ର ଦୃଶ୍ୟ ଥିଲା। ତାପରେ ମତେ ଘର ବାହାରୁ ଯେପରି କିଏ ଡାକିଲା ପରି ଶୁଭାଗଲା, ଏଠିକି ଆସିବା ମନା। ଏଠିକି କାହିଁ ଆସିଛ? କିଏ ତୁମେ? ମୁଁ ଝଡ଼ ତୋଫାନକୁ ଖାତିର ନ କରି ମୁଁ ବାହାରକୁ ଚାଲି ଆସିଲି। କେଉଁ ଏକ ମାୟାର ଶକ୍ତିର ଆକର୍ଷଣ ହୋଇ ମୁଁ ବାହାରକୁ ଆସିଥିଲି। ଜାଣିନି କାହାର ଆକର୍ଷିତ ହୋଇ ମୁଁ ବାହାରକୁ ଆସିଥିଲି ଭାରି। ଚାରିଆଡ଼େ ତୁଷାର ଏପରି ଗଗନରୁ ମାଡ଼ ହେଉଥିଲା, ଲାଗୁଥିଲା ଯେପରି ନିକଟରେ କେଉଁ ଏକ ଗିରିଟିଏ ଫାଟି ଶିଳାଗୁଡ଼ିକ ଅନ୍ୟତ୍ର ପଡ଼ି ଚାଲିଛି। ମୁଁ ସେମିତି ଚାଲିଥାଏ ଘଣ୍ଟାର ସହ। କାହାର ଏ ଡାକ? କିଏ ମୋତେ ଡାକିଲା? ତାପରେ ଏଣେ ତେଣେ ଚାହିଁକି ଦେଖିଲି ବହୁତ ଦୂରରେ କିଏ ଜଣେ ବସିଛି। ସମ୍ପାର କ୍ଷଣିକ ଆଲୋକରେ ମୁଁ ଦେଖିଲି ଗୋଟେ ବୃଦ୍ଧ ଲୋକଟି ପରି ସେ ଥିଲା। ଯଦିଓ ମୋ ପାଖରେ ଭ୍ରାମ୍ୟମାଣ ଥିଲା, ବଜ୍ରପାତ ହେତୁ ଭ୍ରାମ୍ୟମାଣର ଆଲୋକ ଚଳେଇବା ସମ୍ଭବ ନଥିଲା। ତାପରେ ଟିକେ ଝଡ଼ ଥମି ଆସିଲା। ମୁଁ ଦେଖିଲି ବୃଦ୍ଧଟିଏ ବସିଛନ୍ତି ସେଠାରେ। ମୁଁ ଭାବିଲି ଏ ନିହାତି ଜଣେ ବାଟୋଇ, ମୋ ପରି
ମାନେ ଝଡ଼ ତୋଫାନରୁ ବଞ୍ଚିବା ପାଇଁ ଇଏ ମଧ୍ୟ ସେଠାରେ ଆଶ୍ରୟ ନେଇଛନ୍ତି। ତେଣୁକରି ମୁଁ ତାଙ୍କୁ ଡରିଲି ନାହିଁ। ତାଙ୍କୁ ଦେଖି ମୋ ପିଣ୍ଡରେ ଟିକେ ପ୍ରାଣ ପଶିଲା। ଇଏ କ'ଣ? ଏ କି ଦୃଶ୍ୟ! ସେ ବୃଦ୍ଧ ଜଣିକ ଉପରକୁ ଚାହିଁ ଏକ ବାଡ଼ିଟିଏ ଦେଖେଇ ଦେଲେ। ଆଶ୍ଚର୍ଯ୍ୟର କଥା, ନାରିକେଳ ଦ୍ରୁମ ଉପରୁ ଏକ ପକ୍ଷୀ ଓହ୍ଲେଇ ଆସିଲା। ଏକ କ'ଣ ସହସ୍ର ଅଣ୍ଡଜ ଓହ୍ଲେଇ ଆସିଥିଲେ ତଳକୁ। ଚେଁ ଚାଁ ଶବ୍ଦରେ ପରିବେଶଟି ବହୁତ ଭୟଙ୍କର ଶୁଭୁଥିଲା। ଏହି ସମୟରେ ଚାରିଆଡ଼େ ଜଳିବାକୁ ଲାଗିଲା ଚିତ୍ରବନ ଓ ସେଇ ଅଗ୍ନିରେ ଗୋଟାକ ପରେ ଗୋଟା ବିହଙ୍ଗକୁ ପୋଡ଼ିକି ସେ ବୃଦ୍ଧ ଜଣିକ ଖାଇବାକୁ ଲାଗିଲେ। ଜୀବନରେ ପ୍ରଥମ କରି ଏକ ଭୟଙ୍କର ଦୃଶ୍ୟର ସମ୍ମୁଖୀନ ହେଉଥିଲି ମୁଁ। ହଁ, ଏହା ଥିଲା ମୋ ପାଇଁ ପ୍ରଥମ। ସେ ପକ୍ଷୀଗୁଡ଼ିକୁ ଜଣକ ପରେ ଜଣେ ମୃତ ଆତ୍ମାମାନେ ନିଆଁରେ ପୋଡ଼ି ଖାଉଥାନ୍ତି। ମୁଁ ସେମିତି ଚାହିଁ ରହିଥାଏ। ହଠାତ୍ ତାଙ୍କ ଭିତରୁ ଜଣେ ବୃଦ୍ଧ ମୋତେ ଚାହିଁଲା। ବଡ଼ ବିଚିତ୍ର ଚାହାଣୀ ଥିଲା ତାଙ୍କ ନଜରରେ। ମୁଁ ଟିକେ ସାହସର ସହ ପଚାରିଲି, ତମେ କିଏ? ଏଠାରେ କ'ଣ କରୁଛ? ସମାନ ପ୍ରଶ୍ନ ମୁଁ ତମକୁ ପଚାରୁଛି ବାବୁ। ତୁମେ କିଏ? ଏ ରାତିରେ ତମର ଏଠି କାମ କ'ଣ? ଏଇଟା ମଶାଣି। ଏବେ ଆମର ସାଙ୍ଗସାଥୀମାନେ ସବୁ ଆସିବେ। ଆମେ ମୃତ ଆତ୍ମାମାନେ ସବୁ ଏଠାରେ ବିଚରଣ କରିବୁ। ଆମମାନେ ଆମମାନଙ୍କ ଭିତରେ ବାର୍ତ୍ତାଳାପ କରିବୁ। କିଏ କିପରି ମୃତ୍ୟୁବରଣ କରିଛୁ ସେ ବିଷୟରେ ଆଲୋଚନା କରିବୁ। ସେ ଆଲୋଚନାରେ ମୁଁ ଭାଗି ହେଇପାରେ କି? ତୁମେ ତ ଜୀବିତ, ତୁମେ କିପରି ଭାଗି ହବ? ନା ନା, ମୁଁ ଜାଣିବାକୁ ଚାହୁଁଛି ତୁମେ କିପରି ମୃତ୍ୟୁବରଣ କଲ। ଜାଣିଲେ କ'ଣ ବା କରିପାରିବ ତୁମେ? ଯଦି ଆପଣଙ୍କ ପ୍ରତି କିଛି ଅନ୍ୟାୟ ହେଇଥାଏ, ନିଶ୍ଚୟ ତାର ମାନେ ଆପଣଙ୍କୁ ନ୍ୟାୟ ଦେବା ପାଇଁ ଚେଷ୍ଟା କରିବି, ତାର ପ୍ରତିକାର ବ୍ୟବସ୍ଥା କରିବି। ଓ ଏତେ ଉତ୍କଣ୍ଠା ଯଦି ତୁମ ମନରେ, ତେବେ ଶୁଣ। ହଁ, ସେମାନଙ୍କୁ ଯେଉଁ ଦେଖୁଛ ସେମାନେ ହେଉଛନ୍ତି ମୋ ସାଥୀ। ଏଇ ଶିଆଳ, ଶୃଗାଳ ଏମାନେ ହେଉଛନ୍ତି ଆମର ସାଥୀ। ଦେଖ ସେଠି କିପରି ଗୋଟେ ନାରୀର ମୃତ ଆତ୍ମା ଗୋଟେ ଶୃଗାଳର ତଣ୍ଟି କଣା କରି କିପରି ରକ୍ତ ପିଉଛି ଦେଖ। ଡର ନାହିଁ, ଆମର ଖାଦ୍ୟ ହେଉଛି ଇଏ। ଏମାନେ ହେଉଛନ୍ତି ଆମର ଖାଦ୍ୟ। ତେବେ ତାପରେ ସେ ବୃଦ୍ଧ କହିବାକୁ ଆରମ୍ଭ କଲେ, ଶୁଣ, ମୁଁ ହେଉଛି ଅବସରପ୍ରାପ୍ତ ବିଚାରପତି ଦୀନବନ୍ଧୁ ସାହୁ। ଆପଣଙ୍କ ନାଁଟା ମୁଁ ଶୁଣିଛି। ମୁଁ ଡିଟେକ୍ଟିଭ ରମାକାନ୍ତ। ଓ ହଁ, ନୂଆକରି ଗୃହ ବିଭାଗରେ ତୁମେ ଏବେ ନିଯୁକ୍ତି ପାଇଛ? ହଁ ହଁ ହଁ, ଆପଣଙ୍କ ନାଁଟା ସାର୍ ମୁଁ ଶୁଣିଛି। ଶୁଣ, ଏକୁଟିଆ ଥିଲେ ଠିକ୍ ଥିଲା, ହାତକୁ 2 ହାତ ହୋଇଗଲି। ତାପରେ ଝିଅ ପୁଅ ମୋର 2ଟି ହେଲେ। ସେମାନଙ୍କୁ ପାଠ ପଢ଼ାଇ ମଣିଷ କଲି। ତତ୍ପରେ ସେମାନେ ଏକୁଟିଆ ବାରା ହେଇଗଲେ ଚାକିରି କରିବା ପରେ। ତାପରେ ହବ କ'ଣ? ଆଚ୍ଛା, ଆପଣଙ୍କ ଝିଅ ପୁଅଙ୍କ ନାଁଟା କହିଲେନି? ଝିଅର ନାଁ ମୋନାଲିସା। ମୋନାଲିସା ମ୍ୟାଡ଼ାମ୍, ମାନେ ଯେ ଏଇ ଅନୁଷ୍ଠାନରେ, ମାନେ ପାଖରେ ଯେଉଁ ଅନୁଷ୍ଠାନ ଅଛି ସେଠାରେ ଯେ, ହଁ, ସଙ୍ଗୀତ ଶିକ୍ଷୟିତ୍ରୀ ଅଛନ୍ତି, ସେଇ ତାଙ୍କ ଝିଅ ଅନୁସୟା ବହୁତ ଭଲ ପାଠ ପଢ଼େ। ସିଏ ଏବେ ପୁରସ୍କୃତ ହେବାର ଅଛି ଆଗକୁ। ସେ ଝିଅଟି ହେଉଛି ସୁନା ନାତୁଣଟି ମୋର। ପୁଅ କଥା କହିଲେନି ତ? ମନୋଜ। ଓ ମନୋଜ ବାବୁ, ମାନେ ସ୍ପେଶାଲ ଏଜୁକେଟର ଯିଏ ଅଛନ୍ତି। ହଁ ହଁ ହଁ, ତାଙ୍କ ମିସେସ୍ ବି ଜଣେ ଶିକ୍ଷୟିତ୍ରୀ। କିନ୍ତୁ ସେଇ ପୁଅ ବୋହୂ, ଝିଅ ଜୋଇଁ ଓ ମୋ ସ୍ତ୍ରୀର ନିର୍ଯାତନା ମୁଁ ସହିପାରିଲି ନାହିଁ। ବୃଦ୍ଧ ଅବସ୍ଥାରେ ବି ଜିଇଁ ଥାଉ ଥାଉ ମୋତେ ସେମାନେ ମୃତ ଘୋଷଣା କରିଦେଲେ। ମାନେ ପିତୃ ଅର୍ଜିତ ଘର ମୋର ଭାଙ୍ଗିଦେଲେ ସେମାନେ। ନିଜ ମନ ଇଚ୍ଛା ଘର କଲେ। ମୋଠୁ ଦସ୍ତଖତ ନେଇକି ମୋରି ପଇସା ଉଠେଇ ସେମାନେ ବର୍ବାଦ କରି ଚାଲିଲେ। ତାପରେ ଆଉ ହବ କ'ଣ? ମୋ ପୁଅର ଗୋଟେ ପୁଅ ଅଛି, ତା ନାଁ ଚିକୁ। ସେ ବିଚାରା ଡିସ୍ଲେସିଆରେ ପୀଡ଼ିତ। ତୁମେ କୁହ ତ ବାବୁ, ଡିସ୍ଲେସିଆ ହେଇ ଜନ୍ମିବା କ'ଣ ଗୋଟେ ପିଲାର ଅପରାଧ?
ଆରେ ନା ନା, ଏକଥା କିଏ କହିଲା? ଶିଶୁଟିଏ ଯଦି ଦିବ୍ୟାଙ୍ଗ ହେଇ ଜନ୍ମେ ସେଟା ବାପ ମାଙ୍କର ଅନହେଳାରୁ, ପିଲାର ଭୁଲ କ'ଣ? ତେବେ ମୋ ନାତି ଏତେ ନିର୍ଯାତନା ପାଉଛି କାହିଁକି? ତା ବାପ ମା ଓ ତା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ। ଏଇ ସବୁ ଜିନିଷକୁ ମୁଁ ସହ୍ୟ କରିପାରିଲିନି। ସବୁବେଳେ ତା ବାପ ମା ତାକୁ ଅନ୍ୟ ସହିତ ତୁଳନା କଲେ। ସେ ପିଲାଟି କାହିଁକି ପାଠ ଧରୁନି ସେ କଥା କିଏ ବୁଝିଲେନି। ତାକୁ ମାଡ଼ ମାରିଲେ, ଗାଳି କଲେ। ତା ଶିକ୍ଷକ ଶିକ୍ଷୟିତ୍ରୀ ବି ସମାନ କାମ କଲେ। ମୁଁ ଯେତେବେଳେ ଏସବୁକୁ ପ୍ରତିବାଦ କଲି ମୋ ସ୍ତ୍ରୀ ବାଧା ଦେଲା ମୋତେ। ଶେଷରେ ସମସ୍ତଙ୍କ ନିର୍ଯାତନା ସହି ସହି ହୃଦଘାତରେ ମୋ ପିଣ୍ଡରୁ ପ୍ରାଣ ଉଡ଼ିଗଲା। ଆଜି ବି ସୁଦ୍ଧା ଏ ଶ୍ମଶାନରେ ମୁଁ ଅପେକ୍ଷା କରିଛି। କିଏ ଜଣେ ଏମିତି ଆସନ୍ତା ଆଉ ଯାହା ଆଗରେ ମନ କଥା ମୁଁ କହିବି, ଯିଏକି ଟିକେ ମୋର ସେଇ କୂଳ ପ୍ରଦୀପଟାକୁ ଟିକେ ଉଜ୍ଜଳ କରିବ, ମୋର ସେଇ ନାତିଟିକୁ ଟିକେ ମଣିଷ କରିବ। ତୁମେ ତ ସବୁ ଶୁଣିଲ ବାବୁ, କ'ଣ ପାରିବ? ନିଶ୍ଚୟ ପାରିବି। ଆପଣଙ୍କୁ ମୁଁ କଥା ଦଉଛି, ଚିକୁ ମଣିଷ ହବ। ସାରା ଦୁନିଆ ଜାଣିବ ଡିସ୍ଲେକ୍ସିଆରେ ପୀଡ଼ିତ ଥିବା ଜଣେ ବ୍ୟକ୍ତି, ଯାହାକୁ ଓଡ଼ିଆରେ ଆମେ କହୁ ପଠନ ବିକାର ଜନିତ ସମସ୍ୟା ବ୍ୟକ୍ତି, ସେ ପିଲା ମଧ୍ୟ ପାଠ ପଢ଼ିପାରିବ, ଲେଖାପଢ଼ାରେ ସୁନାମ ଅର୍ଜନ କରିପାରିବ। ଯଦି ଆମେରିକାରେ ଜନ୍ମିଥିବା ହେଲୁନ କାଲୁନ ନ ଶୁଣିପାରି, ନ ଦେଖିପାରି, ନ କହିପାରିକି ନିଜର ସ୍ପର୍ଶ ଇନ୍ଦ୍ରିୟ, ଘ୍ରାଣ ଇନ୍ଦ୍ରିୟ ମାଧ୍ୟମରେ ସବୁକିଛି କାମ କରିପାରୁଥିଲେ, ତେବେ ଚିକୁନ କାହିଁକି ନୁହେଁ? ଠିକ୍ ଅଛି, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ଆପରେ ସେଦିନ ଅନୁସୟାର ପୁରସ୍କାର ଘୋଷଣା ହେଉଥିଲା। ଅନୁସୟାକୁ ପ୍ରାୟତଃ ମୁଁ ଜାଣିଥିଲି। ତାକୁ ଭେଟ ହେବା ପରେ ସମସ୍ତ ବୃତ୍ତାନ୍ତ କହିଲି। ସେ ଜିଦ୍ ଧରିଲା ତା ଅଜାଙ୍କୁ ସେ ଶ୍ମଶାନରେ ଦେଖିବା ପାଇଁ। ମୁଁ କହିଲି, ମାରେ, ତୁମ ଅଜାଙ୍କର ପ୍ରଥମ ଇଚ୍ଛା ହେଉଛି ତୁମ ଭାଇ ମାନେ ତୁମ ମାମୁଁ ପୁଅକୁ ମଣିଷ କରିବା। ତାପରେ ତୁମେ ଭାଇ ଭଉଣୀ ହିଁ ତାଙ୍କୁ ପିଣ୍ଡ ଦାନ ଦେଲେ ସେ ମୁକ୍ତି ପାଇପାରିବେ। ଆପରେ ମୁଁ ଅନୁସୟାକୁ ସାଙ୍ଗରେ ନେଇକି ଯାଇଥିଲି ମନୋଜ ପାଖକୁ। ମନୋଜକୁ ଯେହେତୁ ମୁଁ ଜାଣେ, ମନୋଜକୁ ମୁଁ ଯେତେବେଳେ ପଚାରିଲି, ଆଉ ସବୁ କ'ଣ ତମର ଭଲ? ତାଙ୍କର ମିସେସ୍, ଭଲ କ'ଣ? ଛୁଆ ଗୋଟେ ତ ଆମେ ଜନ୍ମ କରିଛୁ ଆଉ। ଛି କି ବେଳାରେ ଏ ଛୁଆ ଜନ୍ମ ହେଲା କେଜାଣି, ମରିଗଲାନି କାହିଁକି କେଜାଣି ଏ ଛୁଆ। ମ୍ୟାଡ଼ାମ, ବିହେଭ୍ ଠିକ୍ କରି କଥାବାର୍ତ୍ତା କରନ୍ତୁ। ଆପଣ ଜଣେ ଜନ୍ମଦାତ୍ରୀଟି ଏପରି ଅଭଦ୍ରକ ଭଳି କ'ଣ ବ୍ୟବହାର କରୁଛନ୍ତି? ତାର ମାନେ ମନୋଜ, ସତ କଥା ରମାକାନ୍ତ, ତମେ ନିଜେ ଚିନ୍ତା କରୁନ, ଏ ପିଲା କ'ଣ କରିବ ଦେଖିଲ? ଇଏ ମୋ ଭାଣେଜୀ ଅନୁସୟା, ପାଠରେ ଖେଳରେ ସବୁଥିରେ ସ୍ମାର୍ଟ। ଇଏ କୋଉ କୂଳକୁ ନୁହଁ, ନା ଲେଖାପଢ଼ା ଶିଖିପାରୁଛି। ଚୁପ୍ ରହ। ତମମାନେ ଶିକ୍ଷକ ଶିକ୍ଷୟିତ୍ରୀ ହେଇକି ତମର ଏଭଳି ହୀନ ଆଚରଣ, ଶିକ୍ଷିତ ଅଭିଭାବକ ହେଇ ଗୋଟେ ମୂର୍ଖ ଅଭିଭାବକ ଭଳି ଆଚରଣ ତମେ କରୁଛ। ଏ ପିଲାର ସମସ୍ୟା କ'ଣ? କାହିଁକି ସେ ପାଠ ଧରିପାରୁନି? ଅନୁସୟା, ଅଙ୍କଲ, ମୁଁ ଯେତେବେଳେ ବି କହେ ଯେ ତାର ପଠନ ବିକାର ଜନିତ ସମସ୍ୟା ଅଛି, ତାକୁ ମୋ ପାଖରେ ଛାଡ଼, ମୁଁ ତାକୁ ଆଦର କରି ପଢ଼େଇବି। ଏମାନେ ମୋ କଥା ଶୁଣନ୍ତି ନାହିଁ। ଅନୁସୟାର ମା ଦେଖୁଛନ୍ତି କେମିତି ମୁହଁରେ ଜବାବ ଦେଉଛି। ଠିକ୍ କରୁଛି ସିଏ। ସାର୍, ଆପଣ ବି? ହଁ, ମୁଁ ସମର୍ଥନ ଦେଉଛି। ସେ ଠିକ୍ କରିଛି। ତମମାନଙ୍କ ଭଳି ଥାର୍ଡ ଗ୍ରେଡ୍ ଅଭିଭାବକ ମାନଙ୍କର ଫାଲତୁ ଚିନ୍ତାକୁ ସମର୍ଥନ ଦେବା ଅପେକ୍ଷା ତା ନିଜ ବୁଦ୍ଧି ବିଦ୍ୟା ସେ ପ୍ରୟୋଗ କରୁଛି, ଯଥେଷ୍ଟ ଭଲ କରୁଛି। ଆରେ ଏ ପିଲାର ସମସ୍ୟା କ'ଣ? ତମମାନେ କହୁଛ ସେ ଜାଣିଶୁଣି ପାଠ ପଢୁନି ତ? ମନୋଜ, ହଁ, ଅବଭିୟସଲି ସେ ରୋଲ କରୁଛି, ପାଠ ଠିକ୍ ଅଛି। ଆଚ୍ଛା, କ୍ୟା ବାତ ହେ। ମୁଁ ମୋ ପାଖରେ ଥିବା ଏକ ବ୍ରେଲି ପୁସ୍ତକକୁ ଦେଖେଇଲି। ତମେ ତ ଜଣେ ସ୍ପେଶାଲ ଏଜୁକେଟର, ଏଇଟା ଟିକେ ପଢ଼ିକି ଦେଖେଇଲ। ଏଇଟା ବ୍ରେଲ ଲିପି, ଏଇଟା ତ ଦୃଷ୍ଟିହୀନ ପିଲାଙ୍କ ପାଇଁ ଦରକାର। ମୁଁ କେମିତି ପଢ଼ିବି? ତମେ ବି ରୋଲ କରୁଛ, ତମେ ବି ପାଠ ପଢ଼ି ଶିଖିଲ। କିନ୍ତୁ କ'ଣ କିନ୍ତୁ? ଆରେ ବାବୁ, ତାର ସମସ୍ୟା ହେଲା ସେ ପାଠ ହୁଏତ ଅକ୍ଷର ନ ଚିହ୍ନି ଥାଇପାରେ, କିନ୍ତୁ ତା ଅର୍ଥ ନୁହେଁ ସେ ପିଲା ଭିତରେ କିଛି ପ୍ରତିଭା ନାହିଁ। ତା ଦୁନିଆ ହେଉଛି ଅଲଗା। ଦେଖ ସେ କେତେ ସୁନ୍ଦର ଚିତ୍ର କରୁଛି, ଯୋଉଟା ତା ଭଉଣୀ ମତେ ଦେଖେଇଛି। ପରେ ବି ତମେ କହିବ ସେ ପିଲା ଭିତରେ କିଛି ପ୍ରତିଭା ନାହିଁ। ତମ ପାଇଁ ଯେମିତି ବ୍ରେଲ ଲିପିଟା ନୂଆ ବା ପଢ଼ି ପାରୁନ ତମେ, ତା ପାଇଁ ସେମିତି ହୁଏତ ଜେନାଲ ଅକ୍ଷର ବା ମାନେ ସେ ଦେଖିପାରିଲେ ବି ସୁଦ୍ଧା ତା ପାଇଁ ସେଇଟା ନୂଆ, କାରଣ ସେ ଅକ୍ଷରଟା କ'ଣ ସେ ଜାଣିନି। ତୁମେ ମାନେ ଆମର NCF ର ଯୋଉଟା ନିୟମ ଅଛି ରେମେଡିଆଲ ଟିଚିଂ, ସେ ବ୍ୟବସ୍ଥା ତମେ କରିଛ କି?
जदि गोटे पिला पाठ धरनी तार प्रतिकार व्यवस्था मु हूँ जड़े पुलिस ऑफिसर। जदि गोटे दिव्यांग शिशु को बाप माँ भी निर्यातना दियंती भारतीय संविधान रे नियम अच्छी से दंड दिज्व आ से पिला को से परिवेश मुकुड़ाई दिज्व। तुम मैंने जिते कहले मु शुणिबिनी ये ता भौणी सहित आज रु जोर करी चिकू को नहीं आसी अनुसया साथी मुझे चिकू अरे बाबा तुम्हें बड़ हेले कौन हम मु बड़ हेले मु कौन हेबी मत समस्त कहते मु लेखा पढ़ा शिखिनी। अरे बाबा किए कहला जो मैंने कहते से हूँ मूर्ख तमें आम लेखा पढ़ा शिखिच तुम बड़ हम पाठ पढ़ डाक्तर हम कौन हम डाक्तर हेबी वेरी गुड। आपर धीरे धीरे से पिला लेखा पढ़ा शिखिला ओ अन्य पिलांग भरी सी मध्य जुग सहित ताल दे चलला। एकदा मु थरे ताको पचारली अच्छा तमर भल सांग सबुठु किए चिकुन? मोर मोर सबुठु भल सांग थिले मो जेजेबापा किंतु मो बाप माँ ताक सहित मिसेया को दियंतिनी तेणुक मु ताक संगे मिसी पारेनी मते मो सांग माने भी किए मिसांतिनी समते कहती मु काडे मूर्ख किंतु तुमे जे एबे लेखा पढ़ा शिखिल आपरे ता नाटा पुरस्कार तालिका रे पाइला किंतु विडंबनार विषय थिला जे सेतबेलकु मो नारे अदालत रे ता बाप माँ मामला रुजु कर सारी से दिन अदालत रे मु ओ चिकुन ओ ता भौणी अनुसया ऑर्डर ऑर्डर ऑर्डर। डिटेक्टिव रमाकांत जने भल पुलिस ऑफिसर समस्ते जानती किंतु से गोटे दिव्यांग शिशु को बाप माँ पाखु छड़ाई आनी ऑब्जेक्शन ओवरऑल। अदालत खूब जोर हलिला सते अबा जेपरी आखपाखरे भूकंप होउची ठीक सही परी लागिथिला। एक आलोकटीए झरका बाट दे भितर को पसीगला पूरा चारिआडे आलोकित समस्ते आश्चर्य होई चाहि रहिथिले कौन ये सब घटी जाउची। आपर एक स्वर सुगा जाइतला किछि भी भूल नहीं डिटेक्टिव रमाकांतंकर मो दीनबंधु अवसरप्राप्त विचार मु कहूची जदि आज ए पिलार ए अवस्था होता से डिस्लेसिया रोग रे पीड़ित थाए तार बाप माँ ही दायी। पिला डिजाबुल हबाटा किसी गोटे गुरुत्वपूर्ण कथा नुहे। आपण माने समस्ते विज्ञ लोक बसिचंती चिंता करी देखंतु गोटे डिस्लेक्सिया रे पीड़ित थिबा पिला को तार प्रतिकार व्यवस्था करा जिवो ना ताकू निर्यातना दिया जिबा ठीक आ जदि से जिनस किए प्रतिवाद कला ताकू कटु कथा कह ताकू मानसिक भाव निर्यातना दिया जिवो एटा केते दूर ठीक। अदालत सब शुणी सारे विचारपति मृत दीनबंधुंकर वार्ता रमाकांतंकर उपयुक्त प्रमाण झिय अनुसयार समस्त प्रमाण पाइबा परे अदालत ए निष्पत्ति नेले आसामी मनोज और तांको मिसेस एक दिव्यांग शिशु को तार परिस्थिति न बुझी तांको निर्यातना देथिबा हेतु आजीवन कारादंडरे दंडित करागला। ता सहित खाली सेतिकी नुहे निजर वृद्ध बापन को मानसिक निर्यातना देथिबा हेतु सेथिपाई मध्य तांको ए दंडरे दंडित करागला। आपरे शेष इच्छा पूर्ण होइतला तांकरी कहवा अनुसार तांको नाती नातुणी माने तांको स्वार्थ दबा द्वारा तांको आत्मा मुख्य पाइब ता ही मु सेमानंक द्वारा कराइथिली। तापरे अनुसया चिकन को कहितला तू तो एबे पाठ पढ़लुनी बड़ हो गलुनी तू एबे सब जिनस जानलुनी एबे कह एबे आमे दी जण कोन करिबा एबे तोर मोर एखाटी रहिबा। चिकन कौन करिया माने अच्छा प्रतिदिन कौन आम एमती मशाणी की जाइए राति माने खाइया को देखिए जेजेबापा आसुथिबा। अनुसया हाँ आमको ता ही करिया को पड़िबो सबुदिन राति आम मशाणी की जीवा आ तांको हांडी रे नहीं खाइया को देकी आसीबा सिबा आमरी बाटू को चाहि बसी थिबे हला जो दिन आम न जीवा सी आमको स्वप्नइबे राति आसिकी तेणुक सबुदिन राति आम जीवा। चिकन दीदी मु तो सहित जीवी तू जमतिया साहसी डिटेक्टिव रमाकांत तम संस्पर्श आसवा पर तम भाई साहसी हो सारी अनुसया
ଆଉ କେହି ବି କହିପାରିବେନି ଯେ ସେ ଡିସ୍ଲେକ୍ସିଆ ରୋଗରେ ପୀଡ଼ିତ ବୋଲି। ଅନୁସୟା ମୋତେ ପ୍ରଶ୍ନ କରିଥିଲା। ଗୋଟେ କଥା କହିବି, ଡିସ୍ଲେକ୍ସିଆ ଗୋଟେ ରୋଗ, ଏଇଟା ମାନେ ଗୋଟେ କଥା ଦେଖ ମା, ପିଲାଟି ଯେଉଁ ଡିଜାବୁଲ, ଖାଲି ଡିସ୍ଲେକ୍ସିଆ ନୁହନ୍ତି, ମଲ୍ଟିପୁଲ ହଉ, ବ୍ଲାଇଣ୍ଡ, ଲୋ ଭିଜନ, ଡେଫ୍, ଏମ୍ଆର୍, ଯେକୌଣସି ପିଲା ହ୍ୟାଣ୍ଡିକ୍ରାଫ୍ଟ ହଉ, ତାର ମୁଖ୍ୟ କାରଣ ହେଲା ଯଦି ଗର୍ଭସ୍ଥ ନାରୀ ମାନେ ଯଦି ଗୋଟେ ମାଟିଏ ପେଟରେ ଯଦି ପିଲାଟିଏ ସନ୍ତାନଟିଏ ରହୁଛି, ସେ ଯଦି ଭୁଲବଶତଃ କୌଣସି ମେଡିସିନ ସେବନ କରିଥିବ ତାହେଲେ ସେ ପିଲାଟି ଡିଜାବୁଲ ହେଇଥାଏ। ଯାହା ଅନେକ ବୈଜ୍ଞାନିକ ମାନଙ୍କର ଏଇଟା ମତ, ତୁମେ ଚାହିଁଲେ ଏଇଟା ପଢିକି ଆଗକୁ ଜାଣିପାରିବ। ତାପରେ ହେଉଛି ଡିଜାବୁଲ ମାନଙ୍କ ପାଇଁ ଯଦିଓ ସ୍ପେଶାଲ ସ୍କୁଲ ଅଛି, କିନ୍ତୁ ସେଠି ସରକାରୀ ସ୍କୁଲର ବ୍ୟବସ୍ଥା ଟିକେ ଭଲ, କିନ୍ତୁ ଏନଜିଓ ସ୍କୁଲ ମାନଙ୍କର ବ୍ୟବସ୍ଥା ହେଉଛି ବହୁତ ଖରାପ। ସେଠି ପିଲାମାନଙ୍କୁ କ'ଣ ଯେଉଁ ସ୍ପେଶାଲ ଟ୍ରେନିଂ କରିଥିବା ଯଦି କିଏ ଦିବ୍ୟାଙ୍ଗ ଲୋକ ନିଯୁକ୍ତି ପାଆନ୍ତି ତାଙ୍କୁ ବି ମଧ୍ୟ ଭଲ ବ୍ୟବହାର କରା ହିଁ ଯାଏନି। ଯେଉଁଠି ଗୋଟେ ଫୁଲ୍ ବ୍ଲାଇଣ୍ଡ ଯଦି ଗୋଟେ ସାମାନ୍ୟ ମୋବାଇଲ ଲାପଟପ୍ ଚଲେଇବା ଶିଖୁଛି, ସେ ଅନ୍ୟ ଫୁଲ୍ ବ୍ଲାଇଣ୍ଡ ମାନଙ୍କୁ ହେୟଜ୍ଞାନ କରୁଛି। ଗୋଟେ ଲୋ ଭିଜନ ଟିକେ ଦେଖିପାରୁଛି ବୋଲି ଅନ୍ୟ ବ୍ଲାଇଣ୍ଡ ମାନଙ୍କୁ ହେୟଜ୍ଞାନ କରୁଛି। ସେଠି ଡିସ୍ଲେକ୍ସିଆ ପିଲା କଥା କିଏ ପଚାରେ? ତୁମମାନେ ଚିନ୍ତା କରି ଦେଖ, ସମସ୍ତେ ତୁମ ଭଳି ନୁହେଁ। ଅନୁସୟା ନିଜ ଭାଇ ଡିସ୍ଲେକ୍ସିଆ ବା ତାର ପଠନ ବିକାର ଅଛି ଜାଣିବା ପରେ ବି ତାକୁ ଲେଖାପଢ଼ା ଶିଖାଇବା ପାଇଁ ଶତ ଚେଷ୍ଟା କରିବା। ଏଥିପାଇଁ ସେତିକି ଧୈର୍ଯ୍ୟ ଥିବା ଦରକାର। ଏନ୍ସିଏଫ୍ର ନିୟମ କହୁଛି, ନ୍ୟାସନାଲ କରିକୁଲମ ଫ୍ରେମୱାର୍କର ନିୟମ କହୁଛି, ଗୋଟେ ପିଲା ଯଦି ପାଠ ନ ଧରି ପାରୁଛି ତୁମେ ତାକୁ ତାର ପରିସ୍ଥିତି ବୁଝିବ। ଆମର ଏମିତି ବି ଇନକ୍ଲୁସିଭ ଏଜୁକେସନ 1974 ମସିହାରେ ଯେଉଁଟା ଆସିଛି, ସେଟାର ନିୟମ କହୁଛି ୱେଲକମ୍ ଅଲ୍ ଚିଲଡ୍ରେନ୍। ପ୍ରତ୍ୟେକଟି ପିଲାମାନେ ସାଧାରଣ ବା ଦିବ୍ୟାଙ୍ଗ ଗୋଟିଏ ମାନେ ଶ୍ରେଣୀରେ ବସି ପାଠ ପଢ଼ିପାରିବେ, ଅନ୍ତର୍ନିହିତ ଶିକ୍ଷା ଯେଉଁଟା କୁହାଯାଏ। କିନ୍ତୁ ଅଙ୍କଲ ଏଇଟା ତ ଏଠି କାମରେ ଲାଗୁନି। ହୁଏତ ଏହାର ମହତ୍ତ୍ୱ କେହି ବୁଝି ନାହାନ୍ତି, ଧୀରେ ଧୀରେ ବୁଝିବେ। ମୂର୍ଖ ଲୋକ ଯଦି ସ୍ପେଶାଲ ଏଜୁକେଟର ହେବେ ତାହେଲେ କ'ଣ ହବ? ସେ ସାଧାରଣ ହୁଅନ୍ତୁ ବା ଦିବ୍ୟାଙ୍ଗ ହୁଅନ୍ତୁ, ବିଦ୍ୟା ନ ଜାଣି ଯଦି ନିଯୁକ୍ତି ପାଇବେ ତାହେଲେ କ'ଣ ହବ ଅବସ୍ଥା? ଏମିତି ମାନେ ଚିକୁନ ଭଳି ଅନେକ ପିଲାମାନେ ନିର୍ଯାତନା ପାଇବେ। ଅନୁସୟା, କିନ୍ତୁ ତୁମେ ଆମମାନଙ୍କୁ ସବୁବେଳେ କଳି ବୋଲି କାହିଁ କୁହ? କଳିର ଅର୍ଥ କ'ଣ? ଉଦ୍ୟାନ, ମାନେ ଯାହାର ଅର୍ଥ ହେଉଛି ବଗିଚା। ସେଠାରେ ଥିବା ଦ୍ରୁମ ବା ଗଛ ଯେଉଁ ସବୁ ଅଛି, ସେଠାରେ ଯେଉଁ ପୁଷ୍ପ ସବୁ ରହିଅଛି ବା ଫୁଲ, ତାର କଢ଼ିକି କୁହାଯାଏ କଳି। ଛୋଟ ଛୋଟ ଶିଶୁମାନେ ହେଉଛ ତମେ ସେଇଭଳି ସଦୃଶ୍ୟ। ତୁମର ଚିନ୍ତାଧାରା ଫୁଲର କଢ଼ି ସହିତ ସମାନ। ତେଣୁକରି ତୁମେ ଭାଇ ଭଉଣୀ ହେଉଛ ଦୁଇ ଜଣ ଯାକ କଳି। ଚିକୁନ, ଦିଦି ସହିତ ମୁଁ ଯେଉଁ ସବୁବେଳେ କଳି କରୁଛି ସେଇ କଳି। ଅନୁସୟା, ସେଇ କଳି। ମୋର କ୍ୟୁଟ୍ ଭାଇଟା, ସୁନା ଭାଇଟା ମୋର। ଏଇଠି ସରିଗଲା ଏମାନଙ୍କର କାହାଣୀ। ଯଦି ଏ କଳି କାହାଣୀଟି ଆପଣମାନଙ୍କୁ ଭଲ ଲାଗେ, ତେବେ ଏହାର ଦ୍ୱିତୀୟ ଭାଗ ମୁଁ ନିଶ୍ଚୟ ନେଇ ଆସିବି। Recorder. Double tap. 2805 point standard quality. Hard. Pause. Stop. Button.